जदि केबे झगड़ा झाटी हला किए प्रथमे सॉरी कहया दरकार पियू ना दुर्गा पियू पियू सॉरी कहया दरकार लागुची पियू सॉरी कहबे ସେଇଟା ତ ମୁଁ କହିପାରିବିନି ସେ ଦି ଜଣଙ୍କ ଭିତର କଥା କଣ ଭୁଲ ହେଇଥିବ କଣ ଠିକ ହେଇଥିବ ଆମେ ଜାଣିନଥିବୁ ନା କିଏ ସରି କହିବ ମୁଁ କହିଲି ଝିଅ ହିସାବରେ ସିଏ ସରି କହିବ କିନ୍ତୁ କୋଉଟା ଭୁଲ ଆମେ ତ ଜାଣିନଥିବୁ ନା କେମିତି କହିଦେବି। ମୋ ନାଁ ସୀତା ମହାପାତ୍ର ନିଗ୍ନେପ ଝିଲ୍ଲି ମୁଁ ପିୟୁର ମାଇଁ। अच्छा माई माईଙ୍କର ଏଇ ଯୋଉ ବାହାଘରରେ କଣ ସବୁ ଇଏ ଥାଏ रिश्ता ଏ ଯୋଉ କଣ ସବୁ ଥାଏ ଗୋଟେ ଗୋଟେ ପର୍ବ ଥାଏ ମାଇ କିଛି ଏମିତି କରନ୍ତି କି ମାନେ ଭାଣିଜୀ ସହିତ ହଁ ଥାଏ ବାହାଘର ବେଳେ ସେଇଟା ନିର୍ବନ୍ଧ ବେଳେ କିଛି ନଥାଏ। ବାହାଘର ବେଳେ କଣ ସେଇଟା ପର୍ବ ଥାଏ ସେ ଯୋଉ ବାଡୁଅ ପାଣି ଗାଧୁଆ ପାଧୁଆ ବେଳେ ଟିକେ କାମରୁ ଆସେ ଆଉ। ଆପଣ ପିଉଙ୍କୁ ବାଡୁଅ ପାଣିରେ ଗାଧେଇବେ ନାଇଁ କି ହଁ ସେଇଟା କହିଦିଅନ୍ତୁ ମୁଁ ପିଉଙ୍କୁ ବାଡୁଅ ପାଣିରେ ଗାଧେଇବି ମୁଁ ପିୟୁକୁ ବାଡୁଅ ପାଣିରେ ଗାଧେଇବି। ओके आज जाए छोटू नहीं कि आज जाए आपण केमिति थिला ताଙ୍କ सहित संपर्क पियू बहुत भल आपन सहित माने माई हिसाब रे आपण रागी ना ठंडा टिके मिक्सिंग ना केमिति मिक्सिंग माने माई भाणेजी हाँ मिक्सिंग माई भाणेजी आमे मिक्सिंग बहुत भल झीटे सी मोर गेला झील समस्त बड़ झील बड़ भाणीजी सी अच्छा बड़ भाणीजी भल भाणीजी सब तो भल कथा किंतु ए प्रेम विषय रे माई की जणैथिले ना जणै नथि आमे जानिथिलु बापा मां को आगे जणैथिलु तापर आमे सब जानिलु एथिरे भी आमे खुशी होछु समस्ते खुशी होछु हां हमन घर तो माई माने बेसी रागी जान नाइ आमे रागी ना मो झील पिला जहा करबे आमे सतरे खुशी। अच्छा आपण जाइले आपण को आडू ना नै पियू आपण को जणैले ना बापा मां जणैला पर हमहु बापा मां जणैले भी ओके इबे दि जण को देखिला परे केते खुशी लागै बहुत 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 खुशी। अच्छा माई तो खुशी जणा पड़छी मामू बोधे ना मामू भी खुशी मामू को मामू बहुत खुशी किंतु से कोड थिबे ओडे ओके केते टंका डिमांड होउछंती हमर पिहु डिमांड कथा सेटा मु डिस्कशन करनी कोन टिके डिस्कशन कला पर सेटा कहबी। अच्छा पिहु को आपण कोन देबे ସେଇଟା ବି କିଛି ମୁଣ୍ଡରେ ଆସିନି ମ୍ୟାରେଜ ପରେ ମ୍ୟାରେଜ ଆଗକୁ ଥିବ ଆମେ ଚିନ୍ତା କରିବୁ କଣ ଦବୁ କଣ ନ ଦବୁ। अच्छा पियूଙ୍କର ସିରିଏଲ ଆପଣ ଦେଖନ୍ତି ହଁ ଦେଖନ୍ତି ହଁ କଣ ଲାଗେ ସେ ଯୋଉ ଭଳିଆ କଳି ଝଗଡା କରନ୍ତି ନାଇଁ ଝଗଡା କରନ୍ତି ସେମିତି ରିଅଲ ତ ସେ ସେମିତି ନୁହନ୍ତି ଆଉ ରୋଲ ଟା ତାଙ୍କୁ ଯେହେତୁ ଦିଆ ହେଇଛି ତେଣୁକରି ସେ ନିଶ୍ଚୟ ସେଇ ରୋଲ ଟା ନିଭେଇବାକୁ ପଡିବ ନା ଭଲ ଲାଗନ୍ତି ଆଉ। ଆଚ୍ଛା କୋଉ ଦିନ ପିଉ ଉପରେ ବେଶୀ ରାଗି ଯାଇଥିବେ ନା ସିରିଏଲ ନା ଦେଖିକି ନା ନା କିଛି ରାଗୁନା ଆମକୁ ମଜା ଲାଗେ ଦେଖିବା ପାଇଁ। ଓକେ କୋଉ ସିନ୍ ଟା ଗୋଟେ ମନେ ପଡୁଥିବ ଯୋଉଥିରେ କି ଆପଣ ବହୁତ ହସିଥିବେ କିମ୍ବା ରାଗିଥିବେ ତା ଉପରେ ଓ ସେଇ ଜେଜେମା ହେଇଗଣ ସାଙ୍ଗେ ଝଗଡା ଫଗଡା ଟିକେ କଲା ବେଳେ ରାମ ସାଙ୍ଗରେ ଟିକେ ସେଗୁଡା ଟିକେ ମଜା ଲାଗେ ଦେଖିବା ପାଇଁ ଆଉ। ଆଚ୍ଛା ଆପଣ ଏଠି ରିଏଲ ଲାଇଫ ରେ ପିଉ ଆଉ କିଛି ଦିନ ପରେ ବାହା ହେଇଯିବେ କିନ୍ତୁ ଆମର ଯୋଉ ଧାରାବାହିକ ଚାଲିଛି ସିରିଏଲ ସେଥିରେ ଏପର୍ଯ୍ୟନ୍ତ ପିଉ ବାହା ହେଇନାହାନ୍ତି ସେ ଆପଣଙ୍କୁ କୋଉ ବାହାଘର ଟା ବେଶୀ ମଜା ଲାଗିବ ଟିଭିର ବାହାଘର ନା ଏ ରିଅଲ ଲାଇଫ ବାହାଘରଟା ଆମକୁ ବହୁତ ଭଲ ଲାଗେ ହଁ। ଆମ ଜୟୀପୁର ବିଷୟରେ କଣ ଦୁର୍ଗାଙ୍କ ବିଷୟରେ କଣ କହିବେ ଦୁର୍ଗା ତ ବହୁତ ଭଲ ପିଲା ବହୁତ ଭଲ କିନ୍ତୁ ଟିକେ ଲାଗୁନି ଅପୋଜିଟ ଯେ ଆକ୍ଚୁଆଲି ଦୁର୍ଗାଙ୍କ ଭଳିଆ ହୁଏ ପିହୁ କିନ୍ତୁ ଦୁର୍ଗା ଯେତିକି ଶାନ୍ତ ଏଠି ଟିକେ ଓଲଟା ହେଇଗଲା ନାଇଁ 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 ଦି ଜଣ ଶାନ୍ତ ଦୁର୍ଗା ବି ଶାନ୍ତ ଆମ ପିହୁ ବି ଶାନ୍ତ ଯୋଡିଟା ବହୁତ ଭଲ। ପିହୁଙ୍କ ପିଲାଳି ଆମେ କେବେ ଯିବୁ ଆପଣଙ୍କୁ କଣ ଲାଗୁଛି ସେ ସବୁବେଳେ ସେମିତି ଚୁଲବୁଲି ସବୁବେଳେ ରହିଥିବ ମାନେ ବୁଢୀ ହେଲା ବେଳକୁ ରହିଥିବ ହଁ ଥିବ କଣ ଅଛି। ମାନେ ପିହୁ ଏବେ ବାହା ହେଲେ ଆଉ କିଛି ଦିନ ପରେ ପିଲା ଛୁଆ ଜନ୍ମ କରିବେ କଣ ସେତେବେଳକୁ କଣ ଲାଗୁଛି ସେ ଯୋଉ ଛୁଆ ପିଲା ଜନ୍ମ କରିବେ ସେମାନେ ବେଶୀ ପିଲାଳିଆମି କରିବେ ନା ଇଏ ବୋଧେ ତାଙ୍କଠୁ ବଳିଯିବେ ନା ନା ସେମିତି କିନ୍ତୁ ପିଲାଙ୍କ ସାଙ୍ଗେ ପିଲା ହେଇକି ଚଳିବ ଆଉ। ଓକେ ପିହୁଙ୍କ ପାଇଁ କଣ ଟିପ୍ସ ରହିବ ତାଙ୍କ ସାଂସାରିକ ଜୀବନ ସୁଖମୟ ସେ ଭଲରେ ରହୁ ଆଉ ଭଗବାନ ତାକୁ ଭଲରେ ରଖନ୍ତୁ ଆଗକୁ ବଢୁ ଆଉ ତାର ଯଦି କେବେ ଝଗଡା ଝାଟି ହେଲା କିଏ ପ୍ରଥମେ ସରି କହିବା ଦରକାର ପିହୁ ନା ଦୁର୍ଗା ପିହୁ ପିହୁ ସରି କହିବା ଦରକାର ଲାଗୁଛି ପିହୁ ସରି କହିବେ ଆଗୁଆ ସେଇଟା ତ ମୁଁ କହିପାରିବିନି ସେ ଦି ଜଣଙ୍କ ଭିତର କଥା କଣ ଭୁଲ ହେଇଥିବ କଣ ଠିକ ହେଇଥିବ ଆମେ ଜାଣିନଥିବୁ ନା କିଏ ସରି କହିବ ମୁଁ କହିଲି ଝିଅ ହିସାବରେ ସିଏ ସରି କହିବ କିନ୍ତୁ କୋଉଟା ଭୁଲ ଆମେ ତ ଜାଣିନଥିବୁ ନା କେମିତି କହିଦେବି। ଦୁର୍ଗାଙ୍କ ପାଇଁ କଣ ମେସେଜ ରହିବ ବହୁତ ଭଲ ପିଲା ନାଇଁ ଦୁର୍ଗାଙ୍କ ପାଇଁ ଦୁର୍ଗାଙ୍କୁ କୁହନ୍ତୁ ଦୁର୍ଗା ତମେ ବହୁତ ଭଲ ପିଲା ଆମ ଝିଅକୁ ଭଲରେ ରଖିବ ଆଗକୁ ବଢିବ ଆଉ ଦୀର୍ଘାୟୁ ତୁମ ମାନଙ୍କ ପାଇଁ ଦୀର୍ଘାୟୁ କାମନା କରୁଛି ଏତିକି ଖାଇବାରେ ଟେଷ୍ଟ ଥିଲା ବହୁତ ବଢିଆ ବଢିଆ ଖାଇବା ଥିଲା କଣ ଖାଇଲେ ଏ ମୁଁ ତ ଆଜି ସାଧା ମୋର ଆମିଷ ନାହିଁ ସାଧା ଯାହା ହେଇଥିଲା ସବୁ ଖାଇଲି ଆଉ ଥ୍ୟାଙ୍କ ୟୁ।